ହୀରାକୁଦ ଡ୍ୟାମ୍ର କେନାଲ ଗୁଡ଼ିକର ପୁନରୁଦ୍ଧାର ମରାମତି ଏବଂ ଡ୍ୟାମ୍ର କେତେକ ମରାମତି କାମ ପାଇଁ ସରକାର 855 କୋଟି ଟଙ୍କା ମଞ୍ଜୁର କରିଛନ୍ତି, ଯାହାକୁ କି କ୍ୟାବିନେଟ୍ ଆପ୍ରୁଭ୍ କରି ସାରିଛି। ତେବେ ଆଗକୁ କାର୍ଯ୍ୟାନ୍ୱୟନ ପାଇଁ ଅନେକ ଗୁଡ଼ିଏ ଆଇନଗତ ଉପଚାରିକତା ବା ବିଧି ରହିଛି, ଯାହାକି ସମ୍ପନ୍ନ ହେବ ଏବଂ ତାପରେ କାମ ଆରମ୍ଭ ହେବ। ଏ ସମ୍ପର୍କ ଆଲୋଚନା କରିବା ଆମେ ରହିଛୁ ହୀରାକୁଦ ଡ୍ୟାମ୍ର ମୁଖ୍ୟ ଯନ୍ତ୍ରୀଙ୍କ ସହିତ ସୁଶୀଲ କୁମାର ବେହେରା କଥା ହେବା। ସାର୍, ରାଜ୍ୟ ସରକାର ନୂଆ ସରକାରଙ୍କର ଗୋଟେ ବଡ଼ ଉପଲବ୍ଧି ଯେ ହୀରାକୁଦ ଡ୍ୟାମ୍ ହେବା ପରଠାରୁ ଟେଲ୍ ଏରିଆ ଗୁଡ଼ିକ କେନାଲ ବା ତଳମୁଣ୍ଡ ପହଞ୍ଚି ପାରୁନଥିଲା, ସେଠି ପାଣି ଚାଷ କାର୍ଯ୍ୟ ପ୍ରଭାବିତ ହେଉଥିଲା। କିନ୍ତୁ ଏଇ ଯେଉଁ ବ୍ୟାପକ ପରିମାଣ ଟଙ୍କା ଇସ୍ୟୁ ହୋଇଛି ଏବଂ ଆଇନଗତ ଭାବେ ତାର ମଧ୍ୟ କ୍ୟାବିନେଟ୍ ଆପ୍ରୁଭ୍ କରି ସାରିଛି, ତାର କେମିତି ତାର କାର୍ଯ୍ୟାନ୍ୱୟନ କେମିତି ହେବ? ଦେଖନ୍ତୁ, ଆମର ଯେଉଁ ହୀରାକୁଦ ସିଷ୍ଟମର ଯେଉଁ କେନାଲ ଗୁଡ଼ାକ ଆମେ ଏଇଟା ହେଇଗଲାଣି 65 ବର୍ଷରୁ ଅଧିକା ହେଇଗଲାଣି। ଆମେ ତାର ମୁଖ୍ୟ କେନାଲ ହେଲା, ତାର ବ୍ରାଞ୍ଚ କେନାଲ ହେଲା, ମାଇନର ସବ୍ ମାଇନର ଏଗୁଡ଼ାକୁ ମେନଲି ଆମେ ରିନୋଭେଟ୍ କରୁଥିଲୁ। ତେଣୁ ଅବହେଳିତ ଭାବରେ ରହିଥିଲା ଯେଉଁ ୱାଟର କୋର୍ସ, ମାନେ ଯେଉଁ ସବୁଠୁ ସାନ କେନାଲ, ତାକୁ ବର୍ତ୍ତମାନ ଡେଭଲପ୍ କରିବା ପାଇଁ, ତାକୁ ରିନୋଭେସନ୍ କରିବା ପାଇଁ ଏଇ ଯେଉଁ କମାଣ୍ଡ ଏରିଆ ଡେଭଲପମେଣ୍ଟ ଇଏରେ ତାର 855 କୋଟି ଟଙ୍କାର କ୍ୟାବିନେଟ୍ ଆପ୍ରୁଭାଲ ମିଳିଛି। ବର୍ତ୍ତମାନ ଏଇଥିରେ ଆକ୍ଚୁଆଲି ଆମର ସମସ୍ତ ଏଇ ଯେଉଁ ଛୋଟ ଛୋଟ କେନାଲ ଯେଉଁଟାକୁ ୱାଟର କୋର୍ସ କହୁଛୁ, ସେଗୁଡ଼ାକ 50 ହେକ୍ଟରରୁ ଯାହାର 200 ହେକ୍ଟର ପର୍ଯ୍ୟନ୍ତ ଯାହାର ଆୟକଟ, ସେଗୁଡ଼ା ସବୁ କଂକ୍ରିଟ ଲାଇନିଂ କରାହେବ ଏବଂ ଆମର 34ଟା ଷ୍ଟ୍ରକ୍ଚର, ମେନ୍ କେନାଲ, ମାଇନର, ବ୍ରିଜ, ସମସ୍ତ ବ୍ରିଜ, ଆକ୍ୱେଡକ୍ଟ ଯେଉଁଟା ହେଲା, ସେଗୁଡ଼ାକର ମରାମତି କରାଯିବ। ତାପରେ ଆଉ ଗୋଟେ ଆମର ରହିଲା ଯେଉଁ ଡ୍ୟାମ୍ର କେଭିଟି ଟ୍ରିଟମେଣ୍ଟ, ସେଟାକୁ ବି ଏଇଥିରେ ଇନକ୍ଲୁଡ୍ କରାହେଇଛି। ଆଉ ତାର ଯେଉଁ ରାଇଟ୍ ଆବଟମେଣ୍ଟଟା, ସେପଟେ ଯେଉଁ ପାହାଡ଼ଟା ଅଛି ଯାହା ଉପରେ ଅଶୋକ ନିବାସ ଅଛି, ସେଇଟାକୁ ପ୍ରୋଟେକ୍ସନ୍ ଦିଆହେବ, ତିଆରି କରାହେବ। ତେଣୁ ଏଇ ସବୁ 855 କୋଟିର 855 କୋଟିରୁ କେତେ ଟଙ୍କା ବ୍ୟୟ କରାଯିବ କେନାଲ ପୁନରୁଦ୍ଧାର ପୁନର୍ନିର୍ମାଣ ପାଇଁ ଆଉ ଡ୍ୟାମ୍ର ମରାମତି ପାଇଁ କେତେ ଖର୍ଚ୍ଚ ହେବ? ଆକ୍ଚୁଆଲି କେନାଲଟା ହିଁ ମୁଖ୍ୟ। ତାର କେନାଲରେ ଆମର ହେବ ମାନେ 793 କୋଟି, ହଁ, ଆଉ 62 କୋଟି ଅଛି ଯେଉଁ ଡ୍ୟାମ୍ର ଏମର୍ଜେନ୍ସି କାମ ପାଇଁ, କେନାଲ ପାଇଁ। ଆମର ତ ମୁଖ୍ୟତଃ ଏଇ ପ୍ରପୋଜାଲଟା ହେଇଛି କେନାଲ ପାଇଁ, କେନାଲକୁ ପୁନରୁଦ୍ଧାର କରିବା ପାଇଁ। ଆଚ୍ଛା, ତା ପାଇଁ ବର୍ତ୍ତମାନ ଆମେ ଡିପିଆର ଆଉ ଏଷ୍ଟିମେଟ୍ ତିଆରି କରୁଛୁ। ଡିପିଆର ଟିଏସିରେ ଆପ୍ରୁଭ୍ ହେବ, ଏଷ୍ଟିମେଟ୍ଟା ଗଲେ ଆଡମିନିଷ୍ଟ୍ରେଟିଭ୍ ଆପ୍ରୁଭାଲ ମିଳିବ, ତାପରେ ଟେଣ୍ଡର ଡକା ହେବ ଏବଂ କାମ ହେବ। ବର୍ତ୍ତମାନ ଡିପିଆର ଆଉ ଏଷ୍ଟିମେଟ୍ ତିଆରି ଚାଲିଛି। ନାଇଁ, ଆମେ ବିଭାଗ କରୁଛୁ ନିଜେ ଇନ୍ ହାଉସ୍, ମାନେ କ୍ୟାବିନେଟ୍ ଆପ୍ରୁଭାଲ ଆସିଗଲା ପରେ ଆରମ୍ଭ କରିଦେଇଛୁ। ଆମେ ଭାବୁଛୁ ଏଇ ମାସ ଶେଷ ସୁଦ୍ଧା ଆମେ ରେଡି କରିଦେବୁ। ମାନେ ବୋଥ ଯୋଉ କେନାଲ ପ୍ଲସ୍ ଯୋଉ କ୍ୟାଭିଟି ଟ୍ରିଟମେଣ୍ଟ ପାଇଁ ଦୁଇଟାକ। ତାପରେ ଯୋଉ ଆଡମିନିଷ୍ଟ୍ରେଟିଭ୍ ଆପ୍ରୁଭାଲ ପାଇଁ ଯିବ ଆଉ ଟିଏସି ରେ ପଡ଼ିବ, ଦୁଇଟାକ ହେଇଗଲେ ଟେଣ୍ଡର ଆରମ୍ଭ କରିବ। ଟିଏସି ରେ ଆମର ମାନେ ଟେକ୍ନିକାଲ ଆଡଭାଇଜରୀ କମିଟି ଟେଣ୍ଡର ଆରମ୍ଭ ହେବ। ହଁ, ଅଲଗା ସ୍ପେଶାଲିଟି। ହଁ ହଁ, କାମର ଏଇଟା ଆକ୍ଚୁଆଲି ଆପଣ ଜାଣିଛନ୍ତି ହୀରାକୁଦ ସିଷ୍ଟମରେ ତ କ୍ଲୋଜର ନେଇ ହୁଏନି, ତେଣୁ ନିହାତି ପକ୍ଷେ ସେଟା ଫାଇନାଲ ହେଇନି, ତେଣୁ 4 ବର୍ଷ ଖଣ୍ଡେ ଲାଗିପାରେ, 3-4 ବର୍ଷ ଆଉ, ଯଦି ଡେଭିଏସନ୍ ହେବ। କାରଣ ଆମେ ବୋଧ ହୁଏ ଡ୍ୟାମ୍ ହେବା ପରଠାରୁ ଏ ତଳମୁଣ୍ଡ ଇଏ କାମ ହଉନଥିଲା, ପୋତି ହେଇଯାଉଥିଲା ଧୀରେ ଧୀରେ। ଯାହା 2 ଫସଲ ରାଜସ୍ୱ ମନ୍ତ୍ରୀ ମଧ୍ୟ ସେ କଥା କହୁଥିଲେ ବୈଠକରେ ଯେ 2 ଫସଲ ଥିଲା 1 ଫସଲ ହେଇଗଲାଣି। ତେଣୁ ଏଇଟା ବହୁତ ଭଲ ଭାବରେ ଚାଷୀଙ୍କୁ ସାହାଯ୍ୟ କରିବ। କାରଣ ସେ ଯେଉଁ ଆମର ପାଣି ପହଞ୍ଚିଲା ପରେ ବି ସେଟା ଯେଉଁ ସେଠି ବହୁତ ମାନେ କେନାଲ ଗୁଡ଼ାକର ଅବସ୍ଥା ଖରାପ ଥିଲା, ସେଇଟା ବର୍ତ୍ତମାନ କଂକ୍ରିଟ ଲାଇନିଂ ହେଲା ପରେ ଆମେ ଅଳ୍ପ ପାଣିରେ ବି ଖର୍ଚ୍ଚ କରିବୁ, ଆମର ପାଣି ବି ବଳିବ। ବହୁତ ଭଲ ଉପଲବ୍ଧି। ଧନ୍ୟବାଦ। ଆପଣ ଶୁଣୁଥିଲେ, ବିସ୍ତୃତ ଭାବେ ଆଲୋଚନା କରୁଥିଲୁ
जो 855 कोटी टंका राज्य सरकार अनुमोदन करिसेंती कैबिनेट रो अप्रूवाल मिली एवं एही टंकार उपयोग करबा फल रे हीराकुद डैम रो जो पानी रही जहाँकि जलसेचन व्यवहार कराउछि केनाल गुड़िकर पुनरुद्धार करा जा फल कि तलमुंडे जो पानी पहुंची पारु नथिला सेठारे दुई फसिली हम और ता सहित अଯଥା पानी नष्ट होता से पानी को नष्ट होता रोक जा सहित हीराकुद डैम कैविटी ट्रिटमेंट अर्थात छोट छोट जो फाट सृष्टि होता मरामती आगुरी कराइला पुणी थे मरामती किंतु मुख्य जो सिंहभाग अर्थ खर्च करा केनाल पुनरुद्धार एवं नवीकरण बुलारू कैमरा पर्सन अंजन कुश संजय कुमार जेना ओटीवी।